ବାଳକାଟି ରୁଦ୍ର ମହାବୀର ପୀଠରେ ଜୟନ୍ତୀ ଉତ୍ସବ। ବାଳକାଟି ସାଇପଞ୍ଚକ ସନ୍ନିକଟ ରୁଦ୍ର ମହାବୀରଙ୍କ ପୀଠରେ ଆଜି ଓଡ଼ିଆ ନବବର୍ଷ ତଥା ମହାବୀର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆଜି ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପାଦନ ହୋଇଥିଲା। ସକାଳ 6ଟା ସମୟରେ ସ୍ନାନ ନୀତି, ନବବସ୍ତ୍ର ପରିଧାନ, ମଙ୍ଗଳ ଆଳତି ଓ ବାଳଭୋଗ ନୈବେଦ୍ୟ କରାଯାଇଥିଲା। ମଧ୍ୟାହ୍ନରେ ଖେଚୁଡ଼ି, ଡାଲମା, ଖଟା, କ୍ଷୀରି ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନରେ ପ୍ରାୟ 5000 ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ଭଜନ କୀର୍ତ୍ତନ ଓ ଭକ୍ତି ସଙ୍ଗୀତ ପରିବେଷଣ ହୋଇଥିଲା। ମନ୍ଦିର ମୁଖ୍ୟ ପରିଚାଳକ ପବିତ୍ର ମୋହନ ସାହୁ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ କୁମାର ମହାନ୍ତି, ବିଜୟ କୁମାର ନାୟକ, ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ପ୍ରଦୀପ୍ତ ମହାନ୍ତି, ଅରବିନ୍ଦ ସାହୁ, ଇଞ୍ଜିନିୟର ରୁଦ୍ର ପ୍ରସାଦ ଭଞ୍ଜ, ବେଣୁଧର ଭୋଇ, ଅଶୋକ ମହାନ୍ତି, ଅଶୋକ ରଣା, ମୋହନ ଦାସ, ଯଶବନ୍ତ ବାରିକ, କାହ୍ନୁ ଦାସ ପ୍ରମୁଖଙ୍କ ସମେତ ସ୍ଥାନୀୟ ମୁରବୀ ଉପସ୍ଥିତ ଥିଲେ।